ବଲାଙ୍ଗୀର ଓଡ଼ିଶାର ଐତିହାସିକ ପାଟଣା ଗଡ଼ଜାତ ରାଜ୍ୟର ରାଜଧାନୀ। 1880 ମସିହାରେ ପାଟଣା ରାଜ୍ୟର ରାଜଧାନୀ ପାଟଣାଗଡ଼ରୁ ସ୍ଥାନାନ୍ତରିତ ହୋଇଥିଲା ଆଜିର ବଲାଙ୍ଗୀର ସହରକୁ। ଧୀରେ ଧୀରେ ବଲାଙ୍ଗୀର ସହରର ରୂପରେଖ ବଦଳିବା ସହିତ ଯୋଡ଼ି ହୋଇଥିଲା ଗୋଟିଏ ପରେ ଗୋଟିଏ ଉନ୍ନତିର ଫର୍ଦ୍ଦ। ବଲାଙ୍ଗୀରର ଇତିହାସର ଆଉ ଏକ ଫର୍ଦ୍ଦ ହେଲା ଏହାର L&S କ୍ଲବ। ଏହି କ୍ଲବର ପୁରା ନାମ ଜର୍ଜ ଲିଟରେରୀ ଆଣ୍ଡ ସୋସିଆଲ କ୍ଲବ। ଏହା ବିଲାତ ଦେଶର ତତ୍କାଳୀନ ସମ୍ରାଟ ପଞ୍ଚମ ଜର୍ଜଙ୍କ ଭାରତ ଆଗମନର ସ୍ମୃତି ଉଦ୍ଦେଶ୍ୟରେ ଏବଂ ତାଙ୍କ ନାମ ଅନୁସାରେ ନାମିତ ହୋଇଅଛି। ଦଳଗଞ୍ଜନ ପ୍ରେସର ଏକ ଅସ୍ଥାୟୀ କୋଠାରେ 1912 ମସିହାରେ ଏହି କ୍ଲବଟି ଆରମ୍ଭ ହୋଇଥିଲା। ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କର ପଲିଟିକାଲ ଏଜେଣ୍ଟ ଶ୍ରୀ କୋବଡେନ ରାମସାଇଙ୍କ ଦ୍ୱାରା 26 ଜାନୁଆରୀ 1915 ମସିହାରେ ଏକ ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଆଜି ପର୍ଯ୍ୟନ୍ତ ଏହି ଭିତ୍ତିପ୍ରସ୍ତରର ଫଳକ କ୍ଲବର ମୁଖ୍ୟ ଦ୍ୱାରରେ ରହିଅଛି। GL&S କ୍ଲବ ଏବଂ ଦଳଗଞ୍ଜନ ପ୍ରେସ ଗୋଟିଏ ରାସ୍ତାର ଆମ୍ନା ସାମ୍ନା ରହିଅଛି। ପୂର୍ବରୁ ବଲାଙ୍ଗୀରକୁ କାମ କରିବା ପାଇଁ ଆସୁଥିବା ଲୋକମାନେ ଏଠାରେ ଝାଟି ମାଟିର କୁଡ଼ିଆ ତିଆରି କରି ରହୁଥିଲେ। ପ୍ରେସ ଘରର ନିର୍ମାଣ ପାଇଁ ସେମାନଙ୍କୁ ଏଠାରୁ ଉଚ୍ଛେଦ କରି ଟିକିରାପଡ଼ାଠାରେ ଜମି ଦିଆଯାଇଥିଲା। କ୍ଲବ ଘରର ନକ୍ସା କଲିକତାର ଜଣେ ୟୁରୋପୀୟ ସ୍ଥପତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଜମିକୁ ସଫା କରି ସମତଳ କରାଗଲା। ପୋଡ଼ା ଇଟା, ଚୂନ, ଗୁଡ଼ ଇତ୍ୟାଦି ବ୍ୟବହାର କରି ସହରର ଏକ ଆକର୍ଷଣୀୟ ତଥା ସୁଉଚ୍ଚ ଅଟ୍ଟାଳିକା ତିଆରି କରାଗଲା। ବଲାଙ୍ଗୀରର ସାହିତ୍ୟ, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ତଥା ସାମାଜିକ ସ୍ତରର ଗଠନ ଏହାର ମୂଳ ଲକ୍ଷ୍ୟ ଥିଲା। କ୍ଲବରେ ରହିଛି 3 ଗୋଟି ବଡ଼ ହଲ୍। ଗୋଟିଏ ହଲ୍ରେ ଲାଇବ୍ରେରୀ ରହିଥିବା ବେଳେ ଆଉ ଗୋଟିଏ ହଲ୍ରେ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ରଖାଯାଇଛି। ମଝିରେ ଥିବା ଏକ ବଖରାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ତୈଳଚିତ୍ର ସବୁ ସ୍ଥାନିତ କରାଯାଇଛି। ଏହି ଲାଇବ୍ରେରୀ ଗଡ଼ଜାତ ଶାସନରୁ ଆରମ୍ଭ କରି ବିଭିନ୍ନ ଉପାଦେୟ ପୁସ୍ତକ ସବୁ ସ୍ଥାନିତ ହୋଇଅଛି। ବଲାଙ୍ଗୀର ରାଜପରିବାରର ସ୍ୱର୍ଗତ ରଘୁରାଜ ସିଂଦେଓ ତଥା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ଅନେକ ପୁସ୍ତକ ସବୁ ଏହି ଲାଇବ୍ରେରୀକୁ ଦାନ କରିଅଛନ୍ତି। ପୁରାତନ କାଚଲଗା କାଠ ଆଲମିରାରେ ଅନେକ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗାଳୀ ତଥା ସଂସ୍କୃତ ଭାଷାର ପୁସ୍ତକ ସବୁ ଶୋଭା ପାଉଅଛି। କ୍ରୀଡ଼ା ସାମଗ୍ରୀ ଥିବା ହଲ୍ ମଧ୍ୟ ଆକାରରେ ବଡ଼। ଏଠାରେ ପୁରାତନ କାଳର ଏକ ଟେବୁଲ ଟେନିସର ଉପକରଣ ସବୁ ରହିଅଛି। ଏହାଛଡ଼ା ଏଠାରେ କ୍ୟାରମ, ଚେସ୍, ତାସ, ଗଞ୍ଜପା ଆଦି ଖେଳ ମଧ୍ୟ ହେଉଥିଲା। ବଲାଙ୍ଗୀର ପାଟଣା ରାଜପରିବାରର ଅନେକ ବ୍ୟକ୍ତି ଟେବୁଲ ଟେନିସ ଖେଳିବାକୁ ଭଲ ପାଉଥିଲେ। ଏହି କ୍ଲବ ସେମାନଙ୍କର ଖେଳୁଆଡ଼ ମନୋଭାବକୁ ଏକ ବିଶେଷ ଦିଗଦର୍ଶନ ପ୍ରଦାନ କରିଅଛି। କ୍ଲବର ପଛପଟେ ଥିବା ପଡ଼ିଆରେ ଏକ ଟେନିସ କୋର୍ଟର ନିର୍ମାଣ କରାଯାଇଥିଲା। ସେଠାରେ ଟେନିସ ସହିତ ବେସବଲ ଏବଂ ପରେ ବାସ୍କେଟବଲ ଖେଳାଯାଉଥିଲା। ପଡ଼ିଆର ଆଉ ଏକ ପାର୍ଶ୍ୱରେ କ୍ରିକେଟ ଖେଳିବା ପାଇଁ ପୂର୍ଣ୍ଣ ବ୍ୟବସ୍ଥା ଥିଲା ଏବଂ ଏଠାରେ ନିୟମିତ ଭାବେ କ୍ରିକେଟ ଖେଳ ହେଉଥିଲା। ବଲାଙ୍ଗୀରର ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ନିୟମିତ ଭାବେ କ୍ରିକେଟ ଖେଳି ଆସୁଥିଲେ। କ୍ଲବର ଅନ୍ୟ ଏକ ହଲ୍ରେ ରହିଛି ପାଟଣା ରାଜ୍ୟର ବିଶିଷ୍ଟ ରାଜା ଯଥା ମହାରାଜ ଦଳଗଞ୍ଜନ ସିଂଦେଓ, ମହାରାଜ ପୃଥ୍ୱୀରାଜ ସିଂଦେଓ ଏବଂ ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ତୈଳଚିତ୍ର। ଏହାଛଡ଼ା ରାଜ୍ୟର ଇଷ୍ଟଦେବୀ ମା ପାଟଣେଶ୍ୱରୀ ଏବଂ ଚୌହାନ ବଂଶର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଫଟୋ ମଧ୍ୟ ଏଠାରେ ଅଛି। ଏହି ଅଞ୍ଚଳର ବିଶିଷ୍ଟ କବି ଶ୍ରୀ ଗଙ୍ଗାଧର ମେହେରଙ୍କର ମଧ୍ୟ ଏକ ତୈଳଚିତ୍ର ଏହି ହଲ୍ର ଶୋଭାବର୍ଦ୍ଧନ କରୁଅଛି। ପାଟଣା ରାଜ୍ୟର ପୁଲିସ ସୁପରିଟେଣ୍ଡେଣ୍ଟ ଶ୍ରୀ ବୀରବର ବିଶନ ସିଂଙ୍କ ଦ୍ୱାରା 1927 ମସିହାରେ ବାହାଲିଠାରେ ଏକ ବାଘର ଶିକାର କରାଯାଇଥିଲା। ଏହି ବାଘର ମୁଣ୍ଡ ହଲ୍ର ଶୋଭାକୁ ଦ୍ୱିଗୁଣିତ କରୁଅଛି। ଶିକାର କରାଯାଇଥିବା ବାଘର ମୁଣ୍ଡ ଆଜି ମଧ୍ୟ ଏହି ହଲ୍ରେ ଶୋଭା ପାଉଛି। ଏହି ହଲ୍ରେ ହାରମୋନିୟମ, ଡୁବି ତବଲା, ଗିନି, ମୃଦଙ୍ଗ ଆଦିକୁ ନେଇ ସଙ୍ଗୀତ ଆସର ସବୁ ହେଉଥିଲା। କ୍ଲବର ସଦସ୍ୟ ତଥା ଜନସାଧାରଣଙ୍କୁ ନେଇ ଏଠାରେ ନାଟକମାନ ଅଭିନୀତ ହେଉଥିଲା।
बेले बेले बाहर यथा अन्नपूर्णा थिएटर, सुरभि थिएटर, बाबाजी मोहन चंद्र गोस्वामी पार्टी आदि आसी एठारे मंच तैयारी करे विभिन्न पौराणिक, सामाजिक तथा ऐतिहासिक नाटक मान मंचस्थ करुतिले। बिजुली संजोग हेबा पूर्वरु हॉल गुड़िक आलोकित करने पाई कांथ लैंप जला जाउथला। किरोसिनी तेल व्यवहार करी रात्र 9टा पर्यंत लोक माने क्लब टी को व्यवहार करुथिले। क्लब हतार चारि पाखरे थिबा कंटा गछ गुड़िक क्लब रो बाड़ भलिया कार्य करुथिले। एबे क्लब रो नियमित सभ्यों संख्या कमी जाई अछि। विभिन्न सामाजिक कार्यक्रम गुड़िक एहार व्यवहार करा जाउछि। किछि दिन तले राज्य पर्यटन विभाग पक्षरु 2,26,00,000 टंकार एक अनुदान को मंजूर मिली एही ऐतिहासिक क्लब पुनरुद्धार पाई। एही राशि रे ऐतिह्यर संरक्षण सहित काठ और पुस्तकर संरक्षण, म्यूजियम स्थापना एवं सौंदर्यीकरण करा जिवो। एहार संपूर्ण कार्य पुरातन ऐतिह्य, स्थापत्य, संस्कृति पाई काम करुवा संस्था इंटाक द्वारा संपादित हब। आगामी दिन में देखा बाकी रहिला बलांगीर एही सर्वपुरातन ऐतिहासिक कोठा केबे नूतनत्वर आलोक आलोकित हब। नमस्कार।